ଯାତ୍ରା ମାଲିକ ଦୋମୁହା ନୁହନ୍ତି। ଇଏ ଗୋଟେ ଏଭଳିଆ ଜିନିଷ ଯାତ୍ରାରେ ଅନୁଷ୍ଠାନ ହୁଏ। ଯାତ୍ରା ମାଲିକମାନେ ସବୁବେଳେ ତାଙ୍କର ପଇସା ପଛରେ ନ ଦୌଡ଼େଇକି ସେମାନଙ୍କର ନିଜସ୍ୱ ନାଁ କମେଇବା ପାଇଁକି ଅର୍ଥ ଏଭଳି ପାଣି ଭଳିଆ ଖର୍ଚ୍ଚ କରନ୍ତି, ଯେଉଁଥିରେ କି ଆପଣ ବିଶ୍ୱାସ କରିବେନି କେତେ ମାଲିକ କେତେ କେତେ ଟଙ୍କାର ଜମିବାଡ଼ି ବି ବିକି ଦେଇଛନ୍ତି, ପାରିବାରିକରେ ଅଶାନ୍ତି ହେଇଛି, କେତେ କ୍ଷତି ମାନେ ମାଲିକମାନେ ସହୁଛନ୍ତି ତାହା ଆପଣ ବିଶ୍ୱାସ କଲା ଭଳିଆ ପରିସ୍ଥିତିରେ ନାହିଁ। ତେଣୁ ମୁଁ ଯେତିକି ତା ଦେହରେ ଅଧିକା ବି ପଶିନି ଯାତ୍ରାରେ। ଆମର ବଡ଼ ଭାଇ କ୍ଷୀରୋଦ କୁମାର ସ୍ୱାଇଁ ଯାତ୍ରା ବୁଝୁଛନ୍ତି, ମୋର ଉପର ଭାଇ ବି ଆଉ ଗୋଟେ ମାଉସୀ ପୁଅ ଭାଇ ସତ୍ୟଜନା ରଙ୍ଗମହଲ ବୁଝୁଛନ୍ତି, ସିଏ ବି ସମ୍ପାଦକ ସେଥିରେ ଅଛନ୍ତି। କିନ୍ତୁ ଏଇ ଯେଉଁ କୋଶ୍ଚିନ୍ଟା ଆପଣ କଲେ ଯେ ଦୋମୁହା କଥା, ଏଇଟା ଦୋମୁହା ଆଜ୍ଞା ନୁହନ୍ତି। ସବୁବେଳେ କଳାକାରମାନେ ତାଙ୍କର ଦରମା ପ୍ରାପ୍ୟ ବଢ଼ାଇବା ପାଇଁ ସିଏ କିଛି ମାଲିକମାନେ ତାଙ୍କୁ ଫୋନ୍ କରନ୍ତୁ ବା ସେମାନେ ମାଲିକଙ୍କୁ ଫୋନ୍ କରି ଉତ୍ସାହକୃତ କରିକି ସେମାନେ ତାଙ୍କ ରେଟ୍ଟାକୁ ବଢ଼େଇ ଦିଅନ୍ତି। ସବୁବେଳେ ଚେଷ୍ଟା କରନ୍ତି ମୁଁ ଜଣଙ୍କ ସାଥିରେ ରେଟ୍ ବଢ଼େଇ ଦେଲା ପରେ ଆମ ମାଲିକ ଆମକୁ ଆଉ କିଛି ବଢ଼ାଉ, କିନ୍ତୁ ଯେଉଁଠି ହେଇ ନପାରେ ସେଇଠି ବିବାଦକୁ କଥା ଆସେ। ଏଣୁ ପିୟୁଷର କଥା ହେଉଛି ଅଲଗା। ପିୟୁଷ ଯେହେତୁ ପିୟୁଷ ଏଭଳି ଗୋଟେ ଡିମାଣ୍ଡ ହେଇଗଲା ଖଣ୍ଡଗିରିରେ, ତାର ସିଏ 2 ବର୍ଷ ହେଲା ଏତେ ଉପରକୁ ଗଲେ ଯେ ସିଏ ତାଙ୍କର ଯଦି ସେଇ କ୍ୟାରିୟରକୁ ବଞ୍ଚେଇ ରଖିଥାନ୍ତେ ତାହେଲେ ବହୁତ ଭଲ ହେଇଥାନ୍ତା। ସିଏ କିନ୍ତୁ 2 ବର୍ଷ ଏଗ୍ରିମେଣ୍ଟ କରିକି ଯେହେତୁ ଅନ୍ୟ ଆଉ ଗୋଟେ ପାର୍ଟିଠାରୁ ଆଡ଼ଭାନ୍ସ ନେଇଗଲେ ଅତି ଲୋଭ ବଢ଼ିକି, ସେଇଟା ତାଙ୍କ ପାଇଁକି ନିଜ କ୍ୟାରିୟର ପ୍ରତି କ୍ଷତି ହେଲା, ଯେଉଁଥିପାଇଁ ଆଜି ତାକୁ ବ୍ୟାନ୍ ନ କରିକି ଗୋଟେ ବର୍ଷ ପାଇଁକି ଯାତ୍ରା ଜଗତରୁ ବିଦାୟ ସିଏ ନିଜେ ନେଇଛନ୍ତି। ତାଙ୍କୁ କେଉଁ କମିଟି କହିନି କି ଯାତ୍ରା ସଂଘ ବି କହିନି, ସିଏ କହିଛି ମୁଁ ଉଭୟ ପକ୍ଷ ଯାତ୍ରାରୁ ଇଏ ନେବି, ଆର ବର୍ଷକୁ ଦରକାର ପଡ଼ିଲେ ସେଇ ଯାତ୍ରା ଭିତରୁ ଯେଉଁଥିରେ ମୁଁ ତାଙ୍କ ପାଖରେ ରହିକି ତାର କର୍ଜମୁକ୍ତ କରାଇବି, କିନ୍ତୁ ଉଭୟ ପାଖଙ୍କର ନେଇଥିବା ପ୍ରାପ୍ୟ ମୁଁ ଫେରେଇ ଦେଲି। ଆଉ ନରିପଣ୍ଡା କଥା ଉଠିଲା, ଆମେ ତ ଦେଖିନେ ବାଡ଼େଇବା, କିନ୍ତୁ ମାଲିକମାନେ ଆଗେ ବାଡ଼ଉଥିଲେ। ଏବେ ଯେଉଁ ଯୁଗ ଆଇଲାଣି ଆଉ ସେ ପରିସ୍ଥିତି ନାହିଁ। କିଏ କାହାକୁ ବାଡ଼େଇବା, କିଏ ଯଦି ରାଗବଶତଃ ବାଡ଼େଇଥିବେ ସେଇଟା ସମ୍ପୂର୍ଣ୍ଣ ଯଦି ସତ ବାହାରେ ସେଇଟା ଭୁଲ, ସେଇଟାକୁ ଦିଆଯିବ। କିନ୍ତୁ ଜଣଙ୍କଠୁ ପଇସା ଦେଇକି କାରଣ ଆମେ ଯେତେବେଳେ ଯାତ୍ରା ପାର୍ଟି କରିଛେ ଆମେ ନିଜେ ଜାଣିଛେ, ଜଣେ ପଇସା ନେଲା ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ସିଏ ଆମର ଜୁନରେ ଆସି ଦେଖା କରିନି ସେ ପର୍ଯ୍ୟନ୍ତ ସେ ବି ଲୋକ ଆମର ନୁହଁ। ରେଲସେଲ ଘରେ ନ ପହଞ୍ଚିଲା ପର୍ଯ୍ୟନ୍ତ, ଗାଈ ଘରେ ନ ପହଞ୍ଚିଲା, ଗୁହାଳେ ନ ପହଞ୍ଚିଲା ସେ ଗାଈ ତମର ନୁହଁ। ସେମିତି କଳାକାର ଯଦି ତମ ଘରେ ନ ପଶିଛି ତା ବି ଧିଏରେ ବି ତମେ ଆଡ଼ଭାନ୍ସ ଦେଇଥିଲା ପରେ ଯଦି ତା ଶରୀର ଅସୁସ୍ଥ ହେଇଗଲା ତମେ ବା କ'ଣ କରିପାରିବ? ଏଣୁ କିଛି କରିପାରିବନି। ଏଣୁ ତମେ ଗାଈ ଯେତେବେଳେ ଗୁହାଳେ ପଶିବ ତମର ବୋଲି ପ୍ରମାଣିତ ହେବ। ଏଣୁ ଯଦି ନରିପଣ୍ଡା ଏଭଳିଆ ଜିନିଷ କରିଥିଲା ତା ପଇସା ଫେରେଇ ଦେଉଥିଲା, ମୁଁ ଭାବୁଛି ତାର ସେଇ ସଂସ୍ଥାଟି ସେଇଭଳିଆ ଚାଲୁଥିଲା। କିନ୍ତୁ ତାଙ୍କର କହିବା କଥା ହେଉଛି ଯେ ପ୍ରଥମ ବର୍ଷ ମୋଠୁ ନେଇଥିଲେ ଫେରେଇ ଦେଇଥିଲେ, ମୁଁ ସେଥିରେ ମନ ଦୁଃଖ କରିନଥିଲି କାରଣ ଏଭଳିଆ ସଂସ୍ଥା ଚାଲେ। ତ ସେକେଣ୍ଡ ବର୍ଷ ମୋ ସାଥିରେ ନେଲେ କିନ୍ତୁ ମୋତେ ନେଇକି ପୁଣି ପ୍ରତାରଣ କରିବାକୁ ଚେଷ୍ଟା କଲେ, ଯେଉଁଥିପାଇଁ କି ମୋ ମୁଣ୍ଡଟାକୁ ବା ଟିଣ କରିଦେଲେ ବା ଗରମ କରିଦେଲେ। ଏଣୁ ହେଇପାରିଥାଏ, ହାତ ଉଠେଇ ପାରିଥାନ୍ତି, ମୋ ମନା ନାହିଁ। ଯଦି ବି ଉଠେଇଲେ ସେଇଟା ଆଇନ କି ନ ଯାଇକି ଏଇ କଳାକାର ସଂଘ ଅଛି ବା ଆମର ଯେଉଁ ଯାତ୍ରା ସଂଘ ଅଛି ସେଙ୍କ ସାଥିରେ ମିଶିକି ଯଦି ଗୋଟେ ଆପୋଷ ସମାଧାନ ହେଇଥାନ୍ତା ତାହେଲେ ଭଲ ହେଇଥାନ୍ତା ବୋଲି ମୁଁ ଭାବୁଛି। ମଣିଷ ଜୀବନରେ କାହାର ଭୁଲ ନାହିଁ ବୋଲି, ଯଦି ସିଏ ବି ଭୁଲ କରିଛି ଇଏ ବି ହାତ ଯଦି ଉଠେଇଥିବେ ନିଶ୍ଚିନ୍ତ ଭୁଲଟାକୁ କେହି ଠିକ୍ କହିବେ ନାହିଁ। କିନ୍ତୁ ଆପୋଷ ସମାଧାନ ହେଇଥିଲେ ମୁଁ ବହୁତ ଭଲ ହେଇଥାନ୍ତା। ତାପରେ ଯେତେବେଳେ ତାଙ୍କୁ ସସ୍ପେଣ୍ଡ କରାଗଲା ବା ବହିଷ୍କାର କରାଗଲା, ସିଏ ଜାଣିବା ସତ୍ତ୍ୱେ ତାଙ୍କ କଳାକାର ସଂଘର କର୍ମକର୍ତ୍ତାଙ୍କର କର୍ତ୍ତବ୍ୟ ଥିଲା, ଯେହେତୁ ଶୁକ୍ରବାର ମିଟିଂ ପରଦିନ ଥିଲା ତାଙ୍କର, ସିଏ ଆସିକି ତା ଦେହରେ ବି ସହଯୋଗ କରିପାରିଥାନ୍ତେ ଯେ ଭାଇ ଯାହା ହେଇଛି ଗୋଟେ ଆପୋଷ ସମାଧାନ କରାଯାଉ। ଯେମିତି ପିୟୁଷର ବାପା ଆସିକି ଲେଖିକି ଦେବାରୁ ଆଜି ଗୋଟେ ଫାଇନାଲ ହେଲା, ସେମିତି ଯଦି କଳାକାର ସଂଘ ଦେଇଥାନ୍ତା ତାହେଲେ ଭଲ ହେଇଥାନ୍ତା। କିନ୍ତୁ ତାକୁ ନକରି ଅଧିକ ବିବାଦ ବଢ଼େଇଲେ। ନମିତା ବୋଲି ଜଣେ ହିରୋଇନ ବିବାଦ ବଢ଼େଇଲା। ଏଣୁ ଏବେ ସହକୋଚ ନୋଟିସ୍ ବି ଯାଇଛି, ସହକୋଚ ନୋଟିସ୍ ଯାଇଛି। ନମିତାକୁ କ'ଣ ଯିବ ବୋଲି ମୁଁ ଶୁଣିଛି, ସହକୋଚ ନୋଟିସ୍ ଯିବ, ସିଏ ତାର ବି ଉତ୍ତର ଦେବେ। ଜଣେ କଳାକାରକୁ ସମର୍ଥନ କର ମୁଁ ମନା ନାହିଁ, କିନ୍ତୁ ଆଉ ଜଣେ ମାଲିକକୁ ଯାହାଠାରୁ ଆପଣ ବାପା ବୋଲି ଭାବୁଛନ୍ତି, ପରିବାର ବୋଲି ଭାବୁଛନ୍ତି, 200 ଲୋକଙ୍କୁ ପୋଷିକି ଯାତ୍ରା ମାଲିକ କେଉଁ ପରିସ୍ଥିତିରେ ରହୁଛି, କେମିତି ଘରେ ଶୋଉଛି ତା ଚିନ୍ତା ନ କରି ଜଣକୁ ଯଦି ବି ହାତ ଉଠେଇ ଦେଇଛି ତାର ଭୁଲ ହେଇପାରେ, ତାକୁ ସଂଘ ଅଛି, ସରକାର ଅଛି, ଆଇନ କାନୁନ ଅଛି। ଏଣୁ ଅପଦ ଆଉ ଜଣେ ମାନେ ସଂଘକୁ ବା କର୍ମକର୍ତ୍ତାକୁ ବା ଯାତ୍ରା ମାଲିକମାନଙ୍କୁ ଅପବ୍ୟବହାର କରିବା ଠିକ୍ ନୁହଁ। ଏଣୁ ମୋ କହିବା କଥା ସେମାନେ ଯଦି ସଂଘକୁ ନିଶ୍ଚିନ୍ତ ପରିବର୍ତ୍ତନ କରିବେ
एणु तांको कलाकार संघ अच्छी सी जदि यही शुक्रवार नियम थिला तांको कलाकार संघर सेक्रेटरी प्रेसिडेंट आसी निहाती मालिक संघ साथी देखा करते जहाँ गोटे आपस समाधान हो पारि था जेहेतु सी गोटे जिद्दी रही तापर आमर जो कलाकार मालिक संघ थिला ताहा एबे अनु से नांडू बाबू आमर समर्थन करू नथले बा अन्य जो नुआ मालिक आसी आमर सिंह बाहिनी सी भी समस्ते एथरे गोटे मनोवृत्ति नेलेनी जे आगु को मु मोर कलाकार संघ को भी कहबी से माने जदि एकत्र होई गोटिए निष्पत्ति नेबे सुभाष बेहरा मो पाखरे अछि मु ता विषय आपन को जणैबी सी मोठू 3 वर्ष पे एग्रीमेंट करिछि किंतु ताको बहुत कला पार्टी भी मालिक माने फोन कले आम पाखु आस किए 30 लाख कहला किए 35 लाख कहला किए 40 गोटे कथा कहला मु मो मालिक पाखरे पुओ होइकी अछि मु यात्रा पार्टी मालिक निजे मो मालिक मत के मालिक बोली कि कलाकार बोली रखी ना मत पुओ बोली भाई बोली रखी मत पार्टी दे देइछंती एणु आमे से भितर भाई माने कथा हलु जे भलिया लोक को आमे केबे छाड़ी परिया नाही से जहा मागियो आमे ताकू आम पछपटे पछे आगपटे न दे पारे पछपटे मो मन कहूँ मो भाई की न पचारि मो मन कहूँ मुझे कलाकार को मोर पुओ भलिया को किसी पछपटे अर्थ प्रदान करी एणु एभली जदि कलाकार बाहर ताले यात्रा जगत में केबे कलाकार नियंट हेबेनी कि कलाकार अपदस्थ हेबेनी एणु एणु यही परिस्थिति की जदि कलाकार फेरी आसती मु भी अनुरोध करी से माने जहाठू भी पैसा उठाउछंती अन्य मालिक ठारू संपूर्ण विदाय रजनी आनिकी कागज पत्र आनिकी सी एडभांस नेबे ताले सेटा जुक्तियुक्त हम आ मु भी मालिक संघ मान को अनुरोध करुच्ची मालिक संघ माने जदि जून जानुआरी मासरे से माने एक बैठक करिकी आईपीएल भलिया नीलाम हो जाऊ जार जंगरे दम थब से अधिका रेट रे नब ए कथा गेली जंगरे दम थब मालिक संघ नहीं पारिबो किंतु सेटा जदि नेबे जहा पाखरे अछि ताकू पचारंतु आउ जण को एडभांस दियंतु आ मन इच्छा ताकू डाकी कही दे कि एडभांस दबाटा ठीक नुह किंतु जानुआरी मासरे तैयारी करंतु संघ फेब्रुआरी मासरे पैसा दबा पे कि निष्पत्ति नियंतु जणे निश्चिंत हम किसी ना जहाँ जंगल दम अच्छी सी पानी अच्छी सी नब असुविधा एथरे कोथरे अच्छी किंतु एभली मिछ चूरा नुचारे कहीं नब से मालिक मानकर भी एथरे दोष अच्छी मु निजे अनुभूति मोर सुभाष बेहरा को बहुत मालिक मैंने भी फोन कर तमें पलि आस सी ठीक बोलिक आज मो पाखे अच्छी बा पुओ बोलिक आम पार्टी समस्ते जी भी जाइए सी रिटर्न करने चाहती आम ना जी गला आम कहबूनी आम पाखु जी जीव आम मना करूनी जी आसो भी आम छाड़बूनी आम पसंद पार्टी आम रखू एणु सेमती आउ मु अनुरोध करी जो कलाकार माने आज कंप्लेन करूछंती सेमानक प्राप्य ठीक टाइम रे दे दियो सी तुम पाखरे खटिचंती तमे ताको प्राप्य भी ठीक टाइम रे दियो जो माने प्राप्य दउनाती सेमानकु भी दोष कार्यानुष्ठान करा जाऊ यात्रा पार्टी मालिक मानकु काहेकि ना ताकर समय सीमा भीतर जो अच्छी किंतु 60% एडभांस न दियंतु मिनिमम 40% एडभांस दियंतु आउ जो 60% रहिला 10 मास भितर ताकू प्रति मासरे जतिक पड़ुची सेतिक दियंतु ताले ए कथा जदि कलाकार मालिक संघ माने एकत्र होइके कार्य को आज जो बाटे आगेइसंती मु भाबुची आगुर जो प्रकार लागोतले से ठीक बाट नथिला एबे मु अनुभव करूची अवश्य मु सेठी न बसिले भी मु अनुभव करूची ठीक बाटरे आगौसंती एई गुटा को जदि बजाय रखिबे जून पर्यंत एमानक भितर गोटा कंप्रोमाइज करके क्या पाखु किए जीव समस्ते जदि निजर पार्टी बोली भाविबे स्वर्णमहल मोर सिंह बाहिनी मोर शिवानी मोर कोणार्क मोर आंकरी भितर समस्ते आमर आम पार्टी कहिया ताले निश्चिंत ये भलिया विशृंखला हब ना मु तुरंत नरीपंडा को जदि आपण मते कहउछनी मो तरफ कहबी से कलाकार संघ को कही तुरंत आसिकी लेखा दियंतु निश्चिंत ता भीतर किछि समाधान बाहर किंतु कलाकार जीवन व्यापी से माने कला प्रदर्शन करिया कथा से माने रिह आउ अहंकार देखैकी जो मानक जोगु आज यात्रा अनुष्ठान चालुची सेमानक साथे विरोध न करंतु एणु जणु को अनेकी आउ 5 जण को वित्तवृत्त कथा कहतु ना एणु मु से अनुरोध करुच्ची कला प्रदर्शन को बजाय रखा सी निश्चिंत यात्रा मालिक मान साथी आसी तुरंत देखा करी समाधान करंतु एटा समाधान सब बेले स्वागत योग्य आ भूल अच्छी ठीक अच्छी एमिति संसार रे नाही कहार असुविधा नाही कि एमिति कौनसी कार्य नाही असुविधाटा ताको सुविधा करिया पाई एणु एमिति कौनसी लोक नाही जार समस्या नाही जो समस्या कि संसार रे समाधान नाही समाधान निश्चय अच्छी समस्या निश्चय अच्छी एणु आकु समस्ते जदि निजर बेलिकी सब मानि नेबे निश्चय आगु को सफलता कामना
କହିବି ମୁଁ ଜଗନ୍ନାଥଙ୍କ ପାଖରେ କହିବି ଏ ବର୍ଷ ସୁରୁଖୁରୁରେ କଳାକାର ସଂଘ ଆସିକି ସହଯୋଗ କରନ୍ତୁ ମାଲିକ ସଂଘକୁ। ମାଲିକ ସଂଘ ନିଶ୍ଚିନ୍ତ ଆର କିଛି ନା କିଛି ଉପାୟ ବାହାର କରିବ। ଏଣୁ ନିଶ୍ଚିନ୍ତ ସମାଧାନ ହେବ। ଆଉ ଯେଉଁ ମାଲିକମାନେ ଆସିନାହାନ୍ତି କଳାକାର ସଂଘକୁ ସେ ମାଲିକ ସଂଘକୁ ମୁଁ ସେମାନଙ୍କୁ ବି ଅନୁରୋଧ କରିବି ସିଏ ଏମର୍ଜେନ୍ସି ସେକ୍ରେଟାରୀଙ୍କୁ ଲେଖା ଦିଅନ୍ତୁ କଳାକାର ମାଲିକ ସଂଘରେ ରହିବା ପାଇଁକି। ଆଉ ମାଲିକ ସଂଘରେ ମିଳିତ ହୋଇ ରୁହନ୍ତୁ, ଅଯଥା ବିବାଦକୁ ଯାଆନ୍ତୁ ନାହିଁ। କାହିଁକିନା ଆମେ ଯଦି ଆଜି 12 ଜଣ 15 ଜଣ ହେଇଛୁ ଆଉ 5 ଜଣ ଆସିବା ପାଇଁ ଚେଷ୍ଟା କରନ୍ତୁ। ଏଣୁ ମାଲିକ ସଂଘ ସେକ୍ରେଟାରୀ ସମ୍ପାଦକକୁ ମୁଁ କହିବି ସେମାନେ ଯେଉଁମାନେ ଏବେ ଅଛନ୍ତି ଯେଉଁ ଷ୍ଟେଜକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ବି ଆଣନ୍ତୁ ଯାତ୍ରା ମାଲିକମାନଙ୍କୁ ଟେଲିଫୋନ କରିକି ସଂଘରେ ଉପସ୍ଥିତ ରହିବା ପାଇଁ ମୁଁ ସେମାନଙ୍କୁ ବି ଅନୁରୋଧ କରୁଛି। ନମିତା ଭୂୟାଙ୍କ ବିରୁଦ୍ଧରେ କ'ଣ କାର୍ଯ୍ୟାନୁଷ୍ଠାନ ହେବ କାହିଁକି? ନାଇଁ କାର୍ଯ୍ୟାନୁଷ୍ଠାନ କିଛି ସେମିତି କ'ଣ କଳାକାର ତାର ନିଜର ଭୁଲ ଯଦି ସେ ବୁଝିପାରିବ ଯେ ଜଣେ ନମିତା କଳାକାରକୁ ସମର୍ଥନ କରୁ ତା ବୋଲି ମନା ନାହିଁ ଯେ ମାଲିକଙ୍କୁ କହିବା ତାଚ୍ଛଲ୍ୟ କରିବା ଏଇଟା ଠିକ ନୁହଁ, ଯୁକ୍ତିଯୁକ୍ତ ନୁହଁ। ଜଣେ ଦୁଃଖ ପାଉଛି ଠିକ ଅଛି ତାକୁ ତା ପାଇଁ ଠିଆ ହୁଅ, ତା ପାଇଁ ଠିଆ ହେଇକି ତା ପାଇଁ ଯାଇକି ତମେ କଳାକାର ସଂଘରେ ଲିଖିତ ଅଭିଯୋଗ କଲନି, କଳାକାର ସଂଘ ଆସିକି ଅଭିଯୋଗ କଲାନି ମାଲିକ ସଂଘକୁ। ସେ କଥା ନ କରି ତମେ କହିବ ଆମେ ତାଙ୍କ ତମେ ଯଦି ସେତିକି ଶସାସ ଅଛି ତାହେଲେ ନିଜେ ଯାତ୍ରା ପାର୍ଟି କରିଦିଅ, ନହେଲେ ତମେ ତମର ଯାଇକି ଅନ୍ୟ ଠିକ ରହିଯାଅ, ସେ 12ଟା ପାର୍ଟିରେ କାହିଁ ରହୁଛ? ମୁଁ ଶୁଣୁଛି, ମୁଁ ତ ସଠିକ ଜାଣିନି, ମୁଁ ତ ମିଟିଂରେ ବସେନି, ମୁଁ ଶୁଣୁଛି କୋର୍ଟ ନୋଟିସ୍ ଗୋଟେ ଯିବ ବୋଲିକି। ଯଦି ଯିବ ସିଏ ଆସିକି ଯଦି ତାଙ୍କ ସଂଘକୁ ଧରିକି ସମ୍ପାଦକ ଇଏ ମୁଁ କହିଲି ପୁରା ପୃଥିବୀରେ ଏମିତି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ। ସମସ୍ୟା ଅଛି ମାନେ ସମାଧାନ ନିଶ୍ଚିନ୍ତ ଅଛି। ଆଉ ଗୋଟେ ଆପଣ ଭଲ ସଜେସନ ଦେଲେ ମାଲିକମାନେ ଯେତେ ଯାତ୍ରା କଳାକାର ଯେଉଁମାନେ ଇଚ୍ଛା କରୁଛନ୍ତି ସେମାନଙ୍କୁ ଏଇ ଯେଉଁ IPL ଭଳିଆ ନିଲାମ ହେଇଗଲେ ଆଉ କିଛି ତ ଅସୁବିଧା ହେବନି। IPL ଭଳିଆ ନିଲାମ ହେଲେ ନୂଆ କଳାକାର ବାହାରି ପାରିବେ, ନୂଆ କଳାକାର ତିଆରି କରିପାରିବେ, ଯିଏ ରେଷ୍ଟ ନେବାକୁ ଚାହୁଁଛନ୍ତି ସେମାନେ ନେଇପାରିବେ। ଅଯଥା 40 ଲକ୍ଷ 50 ଲକ୍ଷ ଦେଇକି ଗୋଟାଏ ରାତି ବି ମାନେ ଯେଉଁ ରାତିଟିକି ଆମେ ସେମାନେ କହୁଛନ୍ତି ଗୋଟେ ଦିନ ଆମେ ବ୍ରେକ୍ ନେବୁ, 4 ଦିନେ ଯଦି ଗୋଟାଏ ଦିନ ବ୍ରେକ୍ ନେଲେ ଆଉ କେମିତି ସଂସ୍ଥା ଚାଲିବ? ସେଇ ଯେଉଁ ଦିନ ଆସିବେନି ସେଇ ଦିନ ଲୋକ ହେବେନି, ଆମର କ୍ୟାମ୍ପ ବାଲା ସେଇ ଦିନ ପାଇକି 5 ଦିନ ପଇସା କାଟିବେ ଯେ ତମର ଏଇ କଳାକାର ସେଦିନ ରୋଲ କଲାନି, ଏଣୁ ଆମର ଲୋକସାନି ହେଲା, ଏଣୁ ଆମେ ସବୁଦିନ ପଇସା କାଟିଦେବୁ। ଏଣୁ କେମିତି ସେଭଳିଆ ସ୍ଥିତିକି ଆସୁ, ଯେମିତି ଟିକେଟ ଦର ବି ଯେଉଁ ପ୍ରକାର ବଢ଼ୁଛି ଯାତ୍ରା ଦେଖିବାକୁ ଲୋକ ଗୋଟେ ପରିବାରରେ 5 ଜଣଙ୍କୁ ନେଇକି ଯାତ୍ରା ଦେଖିଲା ଭଳିଆ 1500 ଟଙ୍କା ଦେଇକି ଟିକେଟ ଦେଖିବା ବି ପ୍ରୋବ୍ଲେମ ହେଉଛି। ଏଣୁ ସିଷ୍ଟମେଟିକ ଭିତରେ ରହିଲେ ଯେ ଏତିକି ଟଙ୍କା ରହିଲା ଏଇ କଳାକାରର ଦାମ ଯଦି ବଢ଼ିକି ନେଲା ସିଏ କିନ୍ତୁ ଟିକେଟ ରେଟ୍ ଏଇଆ ରଖିବ ବା ରେଟ୍ ଏଇଆ ରହିବ, କେଉଁ ଯାତ୍ରା ପାର୍ଟି କେତେ। ତାପରେ ଆଉ ଗୋଟେ ବି କହିବି ମାଲିକ ସଂଘମାନଙ୍କୁ, ଯେଉଁ କ୍ୟାମ୍ପ ଅସୁବିଧା କରାଉଛି ଅସୁବିଧାରେ ପକାଉଛି ସେମାନେ ଯଦି ଏକତ୍ର ହେଇକି ଗୋଟେ ମିଟିଂ କରିପାରୁଛନ୍ତି, ଏଣୁ ସେଭଳିଆ କ୍ୟାମ୍ପ ସାଥିରେ ବି ଆଲୋଚନା କରନ୍ତୁ। ଯେଉଁଠି ଗୋଟେ କ୍ୟାମ୍ପ ଅସୁବିଧାରେ ସେ କ୍ୟାମ୍ପକୁ ବି ସମସ୍ତେ ବୟକଟ୍ କରନ୍ତୁ। ସମ୍ପୂର୍ଣ୍ଣ ମୁଁ ଯାତ୍ରା ମାଲିକ ସଂଘକୁ କହୁଛି ଯଦି ପ୍ରକୃତ ଜଙ୍ଘରେ ଦମ ଅଛି ତାହେଲେ IPL ଭଳିଆ କରିକି ଲଢ଼େଇ କରିକି ନିଅନ୍ତୁ। ଆଉ ପଛପଟେ ନିଜ ଦୋଷଟାକୁ ନ କହିକି ଅନ୍ୟ ଉପରେ ଦୋଷ ନ ଦନ୍ତୁନି। କୌଣସି କଳାକାରକୁ ନିଜେ ଫୋନ୍ କରି କୁହନ୍ତୁନି ଆସେ ମୁଁ ତତେ ଏତେ ଦରମା ଦେବି, ଯାହା ପାଖରେ ଅଛି ତାକୁ ପଚାରନ୍ତୁ ତୁ ରଖିବୁ କି ନାହିଁ ମୁଁ ତତେ ଛାଡ଼ିବି। ଆଉ ଯଦି ରଖିବୁନି ତାହେଲେ ଟୋଟାଲ କେହି ଆଡ଼ଭାନ୍ସ ଦେବାନି। ଜାନୁଆରୀ 1 ତାରିଖଠୁ ଫେବୃଆରୀ ଭିତରେ IPL କରିଦେବା, ଯିଏ ଯେଉଁ ପାର୍ଟିକୁ ଲିଷ୍ଟ କରିଦେବା ପାର୍ଟିଏଲ ଲିଷ୍ଟ ଦେଇଦେବା, ଯେମିତି ଆମର କ୍ରିକେଟରେ ହେଉଛି। ଆମ ଗାଁ ଗହଳିରେ ବି ଏବେ କ୍ରିକେଟରେ ସୃଷ୍ଟି ହୋଇଗଲାଣି। ମୁଁ ଏବେ ବି କରିଥିଲି ଯେ ସବୁ 208 ଜଣ ପିଲା ତିଆରି କଲି, ସେଥିରୁ ପ୍ରତି ଟିମ୍ କି 11 ଜଣ ଦେଲୁ। ସେଇଭଳିଆ ତିଆରି କରିବେ। ଏଇ କଳାକାର ଏଇ ବେସ୍ ଆମର ଯେହେତୁ ବେସ୍ ଅଛି, ହିରୋ ତାପଟୁ ସାଇଡ୍ ହିରୋ ତାଠୁ ଟିକେ କମଜୋରି, ତାଠୁ ଥାର୍ଡ ହିରୋ ଟିକେ କମଜୋରି, ହିରୋଇନ ଏଇ ସେଇ ମେନ୍ ଚାର୍ଟ ବାହାରିଯିବ, ନିଲାମ ଡାକି ନେଇଯିବ। ଆଉ ଯିଏ ରହିଲେ ତାପରେ ଯେଉଁ 2 ନମ୍ବର ଯାତ୍ରା ପାର୍ଟି ଅଛନ୍ତି ସେଠିକୁ ଯିବେ। ଏଣୁ ଏଇଟା କରନ୍ତୁ। ଯଦି ଆଉ ଏ ପଛପଟେ କରିକି ଆଜି ବାଦ ବିବାଦ ନ ହଉ, ଯେଉଁଟାକ ସୂର୍ଯ୍ୟ ମନ୍ଦିରର ଆଉ ସିଂହବାହିନୀର ହେଲା ସେଭଳିଆ ବିବାଦ ନ ହଉ, କି ସେ କଳାକାରଟା ତା ଜୀବନ ବଦଲାମି ନ ହଉ, କି କଳାକାର ବି ବଦଲାମି ନ ହଉ। କଳାକାର ଆଜି ଲୋଭବଶତ ହେଇକି ଆଜି ପିୟୁଷ ଏଭଳିଆ ବଦଲାମି କରିଛି, ସେଇ କଳାକାର ସଂଘ ବି କହୁଛି ବା ଯାତ୍ରା ସଂଘ କହୁଛି। ଏଣୁ ଏଥିରୁ ଦୂରେଇ ରୁହନ୍ତୁ। ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଏକତ୍ର ରୁହନ୍ତୁ। କଳାକାର ସଂଘ ରହୁ, ଲେବର ସଂଘ ରହୁ ବା ଯାତ୍ରା ମାଲିକମାନଙ୍କ ସଂଘ ରହୁ,
किंतु समस्या अच्छे निश्चय समाधान हम समाधान जदि पंथा पाथा बाहर करेंगे सबु बेले यात्रार मंगल हम आउ एबे ओडिशा रे यात्रा ही आगुआ यात्रा को छाड़ी लोक फिल्म इंडस्ट्री की जाऊना टीवी मीडिया रे देखुना यात्रा जोटी पड़ू 4000 5000 दर्शक होउछंती एणु ताकू बजाय रखा एकता ही सबु बेले आमर बल एणु आपण मालिक संघ एकता रुहतु कलाकार संघ एकता रुहतु समन्वय रक्षा करी यात्रा नीति बचाई रखु।